ସାଙ୍ଗମାନେ ଆପଣମାନେ କେମିତି ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ କରିବେ ମୁଁ ଆଜି ଆପଣମାନଙ୍କୁ କହିବି, ସେ ପୁଣି ପରମାନେଣ୍ଟଲି କେମିତି ଡିଲିଟ୍ କରିବେ ଏବଂ ତା ପାଇଁ କ'ଣ କ'ଣ ପ୍ରୋସେସ୍ ଅଛି ସବୁକିଛି ଆପଣମାନଙ୍କୁ ମୁଁ ଷ୍ଟେପ୍ ବାଇ ଷ୍ଟେପ୍ ଡିଟେଲ୍ସ କହିବି। ଆଜି ମୁଁ ଆପଣମାନଙ୍କୁ এই ଭିଡ଼ିଓରେ ଗୋଟେ ଆଇଡି ଡିଲିଟ୍ କରିବି ଦେଖେଇବି, ଧ୍ୟାନ ସହ ଦେଖନ୍ତୁ। ତ ଫାର୍ଷ୍ଟ ଆପଣମାନେ କ'ଣ କରିବେ ନା ଇନଷ୍ଟାଗ୍ରାମ ଓପନ୍ କରିବେ। ଓପନ୍ କରିସାରିଲା ପରେ ଫାର୍ଷ୍ଟ ଆପଣମାନେ କନଫର୍ମ ହେଇଯିବେ ଯେ କୋଉ ଆଇଡି ଆପଣମାନେ ଡିଲିଟ୍ କରିବେ। ଦେନ୍ ଆପଣମାନେ କ'ଣ କରିବେ ନା ରାଇଟ୍ ସାଇଡ୍ ଟପ୍ ଥିବା ତିନୋଟି ଗାର ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଆକାଉଣ୍ଟ ସେଣ୍ଟର ଉପରେ କ୍ଲିକ୍ କରିବେ। ଧ୍ୟାନ ସହ ଦେଖନ୍ତୁ କାହିଁକିନା ଛୋଟ ମିଷ୍ଟେକ୍ ବି ଆପଣମାନଙ୍କର ଆକାଉଣ୍ଟ ଡିଲିଟ୍ ହେଇଯିବ କିନ୍ତୁ ପରମାନେଣ୍ଟ ଡିଲିଟ୍ ହେବ ନାହିଁ। ତ ଆକାଉଣ୍ଟ ସେଣ୍ଟର ଉପରେ କ୍ଲିକ୍ କରିସାରିଲା ପରେ ଆପଣମାନେ କ'ଣ କରିବେ ନା ମ୍ୟାନେଜ ସେଣ୍ଟର ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନଙ୍କୁ ଏଠି ଇନଷ୍ଟାଗ୍ରାମ ସହିତ ଯାହା ବି ଲିଙ୍କ୍ ଅଛି ସବୁ କିଛି ଶୋ କରିବ। ଯଦି ଆପଣଙ୍କର ଫେସବୁକ୍ ଲିଙ୍କ୍ ଅଛି ଫେସବୁକ୍ ଶୋ କରିବ, ଯଦି ଥ୍ରେଡ୍ ଲିଙ୍କ୍ ଅଛି ତ ଏଠି ଥ୍ରେଡ୍ ବି ଶୋ କରିବ। ଦେନ୍ ଆପଣମାନେ କ'ଣ କରିବେ ନା ଏଠି ଇନଷ୍ଟାଗ୍ରାମ ଅପସନକୁ କ୍ଲିକ୍ କରିବେ, କାହିଁକିନା ଆପଣମାନଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ କରିବାର ଅଛି। ସେଥିପାଇଁ ଆପଣମାନେ କ'ଣ କରିବେ ନା ଏଠି ମ୍ୟାନେଜ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ତିନୋଟି ଅପସନ୍ ଆସିବ। ଆପଣମାନେ କ'ଣ କରିବେ ଏଠି ସେକେଣ୍ଡ ଅପସନ୍ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ସେକେଣ୍ଡ ଅପସନ୍ କ୍ଲିକ୍ କରିବେ, କାହିଁକିନା ଫାର୍ଷ୍ଟ ଅପସନଟା ଟେମ୍ପୋରାରୀ ପାଇଁ, ସେକେଣ୍ଡ ଅପସନଟା ପରମାନେଣ୍ଟ ଡିଲିଟ୍ ପାଇଁ। ତ କ୍ଲିକ୍ କରିସାରିଲା ପରେ ଆପଣମାନେ କହିବେ ନା ତଳେ ଥିବା କଣ୍ଟିନ୍ୟୁ ବଟନକୁ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନଙ୍କୁ ଏଠି ଇନଷ୍ଟାଗ୍ରାମ ରିଜନ ପଚାରିବ, ଆପଣମାନେ କୋଉ ରିଜନ ପାଇଁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ କରୁଛନ୍ତି। ଯଦି ଆପଣମାନଙ୍କ ରିଜନ ଏଇ ସବୁ ଅପସନ ଭିତରେ ଅଛି ତ ଆପଣ ଏଠି ସେଇ ଅପସନ ସିଲେକ୍ଟ କରିବେ। ଅଦରୱାଇଜ ଆପଣମାନେ କ'ଣ କରିବେ ନା ସମଥିଙ୍ଗ ଏଲ୍ସ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି କିଛି ଲେଖିଦେବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ଏଠି ନିଜର କିଛି ବି ଟାଇପିଂ କରିଦେବେ, ମିନିମମ୍ 20 ଲେଟରରେ ଟାଇପିଂ କରିସାରିଲା ପରେ ଆପଣମାନେ କ'ଣ କରିବେ ନା କଣ୍ଟିନ୍ୟୁ ବଟନକୁ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନେ ନିଜର ପାସୱାର୍ଡ ଦେବେ। ଯଦି ଆପଣମାନଙ୍କୁ ପାସୱାର୍ଡ ଜଣା ନାହିଁ ଆପଣମାନେ କ'ଣ ଦେଇଛନ୍ତି ତାହେଲେ ଆପଣମାନେ ପାସୱାର୍ଡକୁ କେମିତି ଜାଣିବେ ତା ଉପରେ ମୁଁ ଗୋଟେ ଭିଡ଼ିଓ ଅପଲୋଡ୍ କରିଛି, ଆପଣ ଦେଖିପାରିବେ। ନହେଲେ ଆପଣମାନେ ଡେସ୍କ୍ରିପସନରେ ମଧ୍ୟ ଲିଙ୍କ୍ ଅଛି, ଆପଣମାନେ ଲିଙ୍କ୍କୁ କ୍ଲିକ୍ କରି ମଧ୍ୟ ଆପଣମାନେ ଦେଖିପାରିବେ। ତ ପାସୱାର୍ଡ ଦେଇସାରିଲା ପରେ ଆପଣମାନେ କ'ଣ କରିବେ ନା କଣ୍ଟିନ୍ୟୁ ବଟନକୁ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣମାନଙ୍କର ଆକାଉଣ୍ଟଟି ଡିଲିଟ୍ ହେଇଯିବ। କିନ୍ତୁ ସାଙ୍ଗମାନେ ବର୍ତ୍ତମାନ ଇଏ ଟେମ୍ପୋରାରୀ ଡିଲିଟ୍ ହେଇଛି, ପରମାନେଣ୍ଟଲି ଡିଲିଟ୍ ହେଇନାହିଁ। ପରମାନେଣ୍ଟଲି ଡିଲିଟ୍ କେତେବେଳେ ହେବ ନା ଆପଣମାନେ ଠିକ୍ 1 ମନ୍ଥ ଯାଏଁ ଆପଣମାନେ କୌଣସି ବି ମୋବାଇଲରେ ଯଦି ଆଇଡି ଲଗ୍ଇନ୍ କରିନାହାନ୍ତି, ଯଦି ୱାନ୍ସ ଲଗ୍ଇନ୍ କରିଦେବେ ତାହେଲେ ଆପଣମାନଙ୍କ ଆଇଡି ଏଗେନ୍ ରିକଭର ହେଇଯିବ, ପରମାନେଣ୍ଟ ଡିଲିଟ୍ ହେବ ନାହିଁ। ସେଥିପାଇଁ ସାଙ୍ଗମାନେ ଆପଣମାନେ କ'ଣ କରିବେ ନା 1 ମନ୍ଥ ଯାଏଁ ଆପଣମାନେ କୌଣସି ବି ମୋବାଇଲରେ ଆଇଡିକୁ ଲଗ୍ଇନ୍ କରିବେ ନାହିଁ, ତାହେଲେ ଯାଇକି ଆପଣମାନଙ୍କର ଆଇଡିଟି ପରମାନେଣ୍ଟଲି ଡିଲିଟ୍ ହେଇଯିବ।